ଆଗରୁ ଗୋଟେ ଆମର ଗୋଟେ ଫ୍ୟାମିଲି ଡିସ୍ପ୍ୟୁଟରେ ସେମିତିଆ କରିଦେଲେ ମାନେ ଏମିତି ଗୋଟେ କେସ୍ ଫେସ୍ ଗୋଟେ ଫାଇଲ୍ ହେଇଥିଲା। ତାପରେ ରିସେଣ୍ଟଲି ମାନେ ରିସେଣ୍ଟଟା ମେନଲି କି ଯେ 2 ବର୍ଷ ଧରି ତ ପ୍ରଥମ ତ ହାରାସ କଲେ ବହୁତ ଥର ଫୋନ୍ କରିକି ମାନେ ପୁରା ବ୍ଲାକମେଲିଂ କରିବେ ଯେ ପଇସା ଦିଅନ୍ତୁ ନହେଲେ ଆପଣଙ୍କ ନାଁ ଉଠେଇବାନି ଏମିତି ସବୁ କର। ଏଇଥରକ ରିସେଣ୍ଟଲି ଫେବୃଆରୀ ମାସରେ ଗୋଟେ ମାନେ କିଛି ସାକ୍ଷୀ ନାହିଁ ପ୍ରୁଫ୍ ନାହିଁ କାକା କାକି ଗୋଟେ ମାନେ ନର୍ମାଲି ଖାଲି କ'ଣ କୁହନ୍ତି ଗୋଟେ ଫଲ୍ସ କେସ୍ ଗୁଡ଼ା ଆମ ଏଗେନଷ୍ଟରେ ମୋ ନାଁରେ ବାବାଙ୍କ ନାଁରେ ମାଙ୍କ ନାଁରେ ଗୋଟେ ପକେଇଦେଲେ। ଯେତେବେଳେ ଫଲ୍ସ କେସ୍ ପକେଇଦେଲେ ସେମାନେ ତାଙ୍କ ଟିମ୍ ଆସିକରି ଟାଉନ୍ ଥାନାର 4 ଜଣ ଟିମ୍ ଆସିକରି ସନ୍ଧ୍ୟାବେଳେ ଆସିକରି ଖାଲି ଇନକ୍ୱାରି କଲେ କିଛି ପ୍ରୁଫ୍ ପାଇଲେନି ଡିଟେଲ୍ ପାଇଲେନି ସାକ୍ଷୀ ପାଇଲେନି କିଛି ପାଇଲେନି ଖାଲି କହିଲେ ଯେ ଆପଣ ଦୁଇ ଫ୍ୟାମିଲି ମିଳିମିଶିକି ରହିବେ କିଛି ଝାମେଲା କରିବେ କହିଦେଲେ। କହିଦେଲା ପରେ ଆଜିକୁ 6 ମାସ ପରେ ଏଇ ସୋମବାର ଦିନ ଆସିକରି ମୋତେ ମୋ ମାଆକୁ ଘରେ ଆସିକି ଏଇ ଯେ ସାର୍ ଯେ ଅଛନ୍ତି ଯାହାକୁ ଧରା ପଡ଼ିଲେ ସେ ଆସିକି ଧମକଉଛନ୍ତି ଯେ ଆଉ ଆପଣଙ୍କ ପୁଅ ନାଁଟା ବି ପକା ହେଇଛି ଆଉ ସେଟା କିନ୍ତୁ ଆମେ ଚାହିଁଲେ ଉଠେଇ ଦେଇପାରିବା। ଏମିତି ଯେତେବେଳେ 50 ଥର କହିଲେ ତାପରେ ମଝିରେ ଥରେ ଦୁଇଥର ମାନେ ଡାକିଲେ ବି ଥାନାକୁ ଥରେ ଡାକିକରି ଆମକୁ ଅଜାଣତରେ ମାନେ ଆମକୁ କହିଲେ 41 ନମ୍ବର ଫର୍ମରେ ସାଇନ୍ କରନ୍ତୁ ନହେଲେ ଆମେ ସାଙ୍ଗେ ସାଙ୍ଗେ 3 ଜଣଙ୍କୁ ଜେଲ୍ ଭିତରେ ପୁରେଇ ଦେବୁ କହିଲେ। ତାପରେ 3 ଜଣଙ୍କୁ ଜେଲ୍ରେ ପୁରେଇ ଦେବୁ ତାପରେ ମଝିରେ ସେମିତି ଆହୁରି ଥରେ ଦୁଇଥର ଡାକିକରି ମୋତେ ଇନଡାଇରେକ୍ଟଲି କହିଲେ ଯେ ଆମେ ଚାହିଁଲେ ଆପଣଙ୍କ ପୁଅ ନାଁଟା ଲିଭେଇ ଦେଇପାରିବୁ କିନ୍ତୁ ସେଟା ପାଇଁ କିଛି ଦେଇତେ ହେବ କାରଣ ଆପଣଙ୍କ ପୁଅ ତ ଗଭର୍ଣ୍ଣମେଣ୍ଟ ଜବ୍ ପାଇଁ ଆପ୍ଲାଏ କରୁଛି ତ ଯଦି ମୋର ନାଁଟା ରହିବ ତାହେଲେ ଫ୍ୟୁଚରରେ ପ୍ରୋବ୍ଲେମ୍ ହେବ। ତ ଏମିତିଆ କଲା ପରେ ମୋତେ ଇନଡାଇରେକ୍ଟଲି 7,000 ଟଙ୍କା ମାଗୁଥିଲେ। ଯେତେବେଳେ 7,000 ଟଙ୍କା ମାଗିଲେ ମୋତେ ଡିଟେଲ୍ ପଚାରିଲେ ଆପଣଙ୍କ ଘର କେମିତିଆ କିସ ମୁଁ କହିଲି ଯେ ସାର୍ ମାଟି ଘର ପକ୍କା ଘର ନୁହେଁ ମାଟି ଘର ବାବାଙ୍କର ବି ଦୋକାନ ଫୋକାନ ଭଲ ନାହିଁ ଗୁମଟିରେ ଏମିତି ଅଛି ଗୋଟେ ଛୋଟିଆ ଗୁମଟିଟା ଯାହାକି ଆପଣଙ୍କ ଫାଇନାନ୍ସିଆଲ ଷ୍ଟେଟସ୍ ଏମିତି ପ୍ରୋବ୍ଲେମ୍ ଅଛି ତାହେଲେ ମୋତେ 6,000 ଟଙ୍କା ଦେବେ ମୁଁ ନାଁଟା କାଟା କରିଦେବି।